ସୁଦୀପ୍ତ କହୁଥିଲି ସାର୍। ଆଜ୍ଞା ସାର୍ କୁହନ୍ତୁ। କଣ ମାନେ ପୁଣି କଣ କିଛି କରିଥିଲେ କି? ମୋ ପ୍ରୋବ୍ଲେମ ସର୍ଟ ଆଉଟ୍ ହଉନି, କରିବି କଣ? କଣ ମାନେ ପ୍ରୋବ୍ଲେମ କୋଉଠି ଅଛି? ପ୍ରୋବ୍ଲେମ କୋଉଥିରେ ଅଛି ସାର୍ ଆପଣ ଜାଣିନାହାନ୍ତି? ନାଇଁ ନାଇଁ ପ୍ରୋବ୍ଲେମ ଟା ଆପଣ ଦେଲେନି କି ଆଣିକି? କଣ ଦେବି ଆଣିକି? ଏ ଯୋଉ ପୋଲିସ ଏଟା ମାଗିଥିଲେ ମ୍ୟାଡାମ। ଆପଣଙ୍କୁ କେତେଥର ସେଇ ସେମ୍ କଥା କହିସାରିଛି। ଆପଣ ମତେ କଣ କହିଥିଲେ? ମୁଁ ମ୍ୟାଡାମଙ୍କ ସହିତ କଥା ହେଇସାରିଥିଲି, ମ୍ୟାଡାମ ବି ମତେ ଫୋନ କରିଥିଲେ, ମ୍ୟାଡାମଙ୍କ ସହିତ ମୁଁ କଥା ହେଇଥିଲି। ତ ମ୍ୟାଡାମଙ୍କୁ ଥରେ କହିବି, ଆପଣଙ୍କୁ ଥରେ କହିବି, ଆପଣ ମାନେ କଣ ଚାହୁଁଛନ୍ତି ଆକ୍ଚୁଆଲି କଣ? ମାନେ କଣ ମୋର ଏଚଡିଏଫସି ଆକାଉଣ୍ଟରେ ମାନେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଟା ଭୁଲ ହେଇଗଲା? ଆପଣ ଏଚଡିଏଫସି ବ୍ୟାଙ୍କର ସୁଦୀପ୍ତ ସାର୍ କହୁଛନ୍ତି ତ? ମାନେ କଣ ମୋର ଆକ୍ଚୁଆଲି ଏଚଡିଏଫସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଟା ଭୁଲ ହେଇଗଲା? ନାଇଁ ସାର୍ ଭୁଲ ହେଲା ସେଇଟା ମୁଁ କହିଲି କି ସାର୍? ଆପଣ ମତେ ସେଇ ସେମ୍ କୋଶ୍ଚିନ୍ ପଚାରୁଛନ୍ତି। ଆପଣ ମତେ କଣ କହିଥିଲେ? ଯଦି ମ୍ୟାଡାମ ସାହାଯ୍ୟ ନ କରନ୍ତି ତାହେଲେ ଆପଣ ଏଚଡିଏଫସି ବ୍ୟାଙ୍କର କୌଣସି ସିନିୟରଙ୍କର ଇମେଲ ଆଇଡି ଦେବେ, ମୁଁ ତାଙ୍କୁ ମେଲ କରିବି, ତ ସିଏ ଆକାଉଣ୍ଟ ଓପନ ହେଇଯିବ, କିଛି ଅସୁବିଧା ନାହିଁ। କହିଥିଲେ ନା କଣ କହିନଥିଲେ? ସେଇଟା ବା ହେଲାନି, ମୁଁ ତ ସେ ଯୋଉ ଇଏରେ କରୁଥିଲି ସେଇଠି ହଉନି। ନା ଆପଣ ତ ତାପରେ ମୋ ଫୋନ ବି ରିସିଭ୍ କଲେଣି ନା? ନା ନା ମୁଁ ନଥିଲି ସାର୍, ମୁଁ ଥିଲି ଆପଣଙ୍କୁ ଆଜି କାହିଁ କଲ୍ ବ୍ୟାକ୍ କଲି? ମୁଁ କମ୍ପ୍ଲେଣ୍ଟ ଦେଇଥିଲି, କଲ୍ ବ୍ୟାକ୍ କଲେ। କଲ୍ ବ୍ୟାକ୍ ତ କରିନାହାନ୍ତି, ମୁଁ କମ୍ପ୍ଲେଣ୍ଟ ଦେଇଛି ତାପରେ ମୁଁ ଆପଣଙ୍କୁ। ଫୋନ ରିସିଭ୍ କରିନଥିଲି, ଜମାରୁ ରିସିଭ୍ କରିନାହାନ୍ତି। ଶନିବାର ଦିନ ଯୋଉ କହିଥିଲି, ତାପରେ ମୁଁ ଆପଣଙ୍କୁ ପଚାରିଲେନି ଆପଣ ଚେକ୍ କରିଥିଲେ କି ନା ଏଟିଏମ୍ ଟା? ମୁଁ ସବୁ କହିଛି ଆପଣଙ୍କୁ ଡିଟେଲ୍ସ। ଏଟିଏମ୍ ଟ୍ରାଏ କରିଥିଲି, ତାପରେ ମୁଁ ଆକାଉଣ୍ଟ ଚଲେଇବାକୁ ଚାହୁଁଛି, ମୁଁ ତ ପଇସା ୱିଡ୍ର କରିବାକୁ ଚାହୁଁନି। ଆପଣ କହିଲେ ମୁଁ ୱିଡ୍ର ପାଇଁ ଟ୍ରାଏ କରିଥିଲି, କିନ୍ତୁ ୱିଡ୍ର ହେଲାନି। 100 ଟଙ୍କା ପାଇଁ ମୁଁ କହିଥିଲି ଆପଣଙ୍କୁ 100 ଟଙ୍କା ୱିଡ୍ର କରି ଦେଖନ୍ତୁ। ହଁ ମୁଁ ଆପଣ କହିବା ଅନୁସାରେ ଟ୍ରାଏ କରିଥିଲି, 100 ଟଙ୍କା ୱିଡ୍ର କରିବା ପାଇଁ କରିଥିଲି, ଜମାରୁ ହେଲାନି। ଠିକ ଅଛି ହଉ ଠିକ ଅଛି, ମୁଁ ରୁହନ୍ତୁ କଥା ହେଇକି ଆପଣଙ୍କୁ କହୁଛି। ନାଇଁ ଶୁଣନ୍ତୁ ସାର୍ ଆଜ୍ଞା ହ୍ୟାଲୋ। କୁହନ୍ତୁ। କିନ୍ତୁ ରେକର୍ଡିଂ ମଝିରେ ମୁଁ ଆପଣଙ୍କୁ କିଛି ଇମ୍ପୋର୍ଟାଣ୍ଟ କଥା କହିବାକୁ ଚାହୁଁଛି, ଆପଣମାନେ ଶୁଣନ୍ତୁ, ତାପରେ ରେକର୍ଡିଂ କି ସମ୍ପୂର୍ଣ୍ଣ ଶୁଣିବେ, ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ବଣିସିଂର ଯୋଉ ଏଚଡିଏଫସି ବ୍ୟାଙ୍କ ଅଛି, ସେଇ ଶାଖାରେ ମୁଁ ଏକ ଆକାଉଣ୍ଟ ଖୋଲିଥିଲି। ମୁଁ ତ ନିଜେ ଯାଇନଥିଲି, ତାଙ୍କ ଷ୍ଟାଫ୍ ଆସିକି ଘରେ ଖୋଲିକି ଯାଇଥିଲେ। ତାପରେ ଖୋଲିଲା ପରେ ତାଙ୍କ ଷ୍ଟାଫ୍ ମାନେ ବାରମ୍ବାର ଫୋନ କରନ୍ତି ଆମ ବ୍ୟାଙ୍କରୁ କିଛି ଲୋନ୍ ନିଅନ୍ତୁ। ମୁଁ ତାଙ୍କୁ ଷ୍ଟ୍ରେଟଲି ମନା କରେ ଯେ ମୋର ଲୋନ୍ ଏବେ କିଛି ଆବଶ୍ୟକତା ନାହିଁ। ତ ସେମାନେ ମୋତେ ଫୋର୍ସ କରନ୍ତି, ନାଇଁ ଲୋନ୍ଟେ ନିଅନ୍ତୁ, ନହେଲେ ଭବିଷ୍ୟତରେ ହଇରାଣ ହେବେ। ଯେମିତିକି ଏବେ ରିସେଣ୍ଟଲି କଥା କହୁଛି, 3ରୁ 4 ମାସ ଭିତରେ ତାଙ୍କର ଯିଏ ନୂଆ ସ୍ୱାତି ମିଶ୍ର ମ୍ୟାନେଜର ଆସିଛନ୍ତି, ସିଏ ମୋତେ ଫୋନ କଲେ, କହିଲେ ଆପଣଙ୍କର କିଛି ଲୋନ୍ ରିକ୍ୱାରମେଣ୍ଟ ଅଛି କି? ମୁଁ ତାଙ୍କୁ ମନା କଲି, ନାଇଁ ଲୋନ୍ କିଛି ରିକ୍ୱାରମେଣ୍ଟ ନାହିଁ। ତ ସିଏ ମୋତେ କହିଲେ ଆପଣଙ୍କୁ ସବୁ ସୁବିଧା ଦେବୁ, ଆପଣ ଲୋନ୍ ନିଅନ୍ତୁ। ମୁଁ କହିଲି ଦେଖନ୍ତୁ, ମୋର ଯେତେବେଳେ ଲୋନ୍ ରିକ୍ୱାରମେଣ୍ଟ ନାହିଁ, ମୁଁ କାହିଁକି ଲୋନ୍ ନେବି? ଆଉ ଲୋନ୍ ନେଇକି ଆପଣଙ୍କୁ ଇଣ୍ଟରେଷ୍ଟ ଗଣିବି? ତ ଛାଡ଼ନ୍ତୁ ସେ କଥା। ତାପରେ ଏବେ 3-4 ମାସ ହେଲା ସେ ମୋ ଆକାଉଣ୍ଟକୁ ବ୍ଲକ୍ କରିଦେଇଛନ୍ତି। ମୁଁ ଯେତେବେଳେ ତାଙ୍କୁ ପଚାରିଲି ମୋ ଆକାଉଣ୍ଟକୁ କାହିଁକି ବ୍ଲକ୍ କରିଛନ୍ତି, ସ୍ୱାତି ମିଶ୍ର ଯିଏ ଏଚଡିଏଫସିର ମ୍ୟାନେଜର ବଣିସିଂରେ, ସିଏ ମୋତେ କହିଲେ ଆମେ ଏଇଟା ବ୍ଲକ୍ କରିନୁ, ସାଇବର ବାଲା ବନ୍ଦ କରିଛନ୍ତି। ମୁଁ କହିଲି ସାଇବର ବାଲା କାହିଁକି ବ୍ଲକ୍ କରିଛନ୍ତି? ତାଙ୍କ କହିବା କଥା ଯେ ଆପଣ କିଛି ଇଲିଗାଲ ଟ୍ରାଞ୍ଜାକ୍ସନ୍ କରିଛନ୍ତି। ମୁଁ କହିଲି ମୁଁ କ'ଣ ଇଲିଗାଲ ଟ୍ରାଞ୍ଜାକ୍ସନ୍ କରିଛି? ସେଠୁ ସେ କହିଲେ ଆପଣ କିଛି ଗେମ୍ ଖେଳିଛନ୍ତି, ଇଏ କରିଛନ୍ତି। ମୁଁ କହିଲି ମୁଁ କିଛି ଗେମ୍ ଖେଳିନି, ଯଦି ବି ଗେମ୍ ଖେଳିଛି କ'ଣ କରିଛି? ତାଙ୍କ କହିବା କଥା ଆପଣ ଜାଣିଥିବେ ଯୋଉଟା ଫେକ୍ ଗେମ୍ ଚାଲିଛି, ଗେମ୍ରେ ଫ୍ରି ଫାୟାର ହଉ କି ଯେକୌଣସି ଆପଣ ସେଇଥିରୁ ଯଦି ପଇସା ଦଉଥିବେ କି ଆଣୁଥିବେ, ସେଇଟା ଇଲିଗାଲ। ତ ମୁଁ ସେତେବେଳେ କହିଲି ଦେଖନ୍ତୁ ମ୍ୟାଡ଼ାମ, ମୁଁ ଛୋଟ ପିଲା ହେଇନି ଯେ ସେ ଗେମ୍ ଖେଳିବି, ମୋର ବିଜନେସ୍ ଅଛି, ମୋବାଇଲ ସପ୍ ଅଛି, ମୁଁ ଏଥିରୁ ମୋତେ ଟାଇମ୍ ନାହିଁ, ମୁଁ କେତେବେଳେ ଗେମ୍ ଖେଳିବି? ମୁଁ ତାଙ୍କୁ ଷ୍ଟ୍ରେଟଲି ମନା କଲି। ତାପରେ ସେ ମୋତେ କହିଲେ ସାଇବର ଥାନାକୁ ଯାଆନ୍ତୁ। ମୁଁ ସାଇବର ଥାନାକୁ ଗଲି। ସାଇବର ଥାନା ବାଲା ମୋତେ ଯାହା ବି କହିଲେ ମୁଁ ଡିଟେଲ୍ସ ଆସିକି ସ୍ୱାତି ମିଶ୍ରଙ୍କୁ କହିଲି, ଯିଏ ମ୍ୟାନେଜର ଅଛନ୍ତି। ତାପରେ ସେ କହିଲେ ଠିକ୍ ଅଛି, 10-12 ଦିନ ଭିତରେ ମୁଁ ଆପଣଙ୍କ ଆକାଉଣ୍ଟଟି ଓପନ୍ କରିଦେବି, ଆପଣଙ୍କ ସବୁ ପ୍ରୋବ୍ଲେମ୍ ସର୍ଟ ଆଉଟ୍ ହେଇଯିବ। ତାପରେ ଆଜି ମୋ ଭିଡ଼ିଓଟି ଆପଣମାନଙ୍କୁ ପାଖକୁ ଆଣିବାର ଉଦ୍ଦେଶ୍ୟ ଏଇଆ ଯେ, କାରଣ ମୋତେ ନିଜକୁ ଖରାପ ଲାଗୁଛି ଫ୍ରେଣ୍ଡସ୍। ମୁଁ ଆଗରୁ ଭିଡ଼ିଓ କରିବା ବିଷୟରେ ସ୍ୱପ୍ନ ବି ଭାବିନଥିଲି। ଆଜି ବାଧ୍ୟ ହେଲି ଯେତେବେଳେ ତାଙ୍କର ଜଣେ ଷ୍ଟାଫ୍ ସୁଦୀପ ସାର୍ ମୋତେ ଫୋନ କଲେ, ଆଉ ସେ ଯେଉଁଭଳି କଥା କହିଲେ ମୋ ମୁଣ୍ଡ ପୁରା ଅଲଗା ପ୍ରକାର ହେଇଗଲା। ତେଣୁକରି ବାଧ୍ୟ ହେଲି ସୋସିଆଲ ମିଡ଼ିଆରେ ଏଇ ଭିଡ଼ିଓକୁ ଆଣିବା ପାଇଁ। କାରଣ ସ୍ୱାତି ମିଶ୍ର ଯିଏ ମାନେ ମୋତେ ଯୋଉଭଳି ହାରାସମେଣ୍ଟ କରିଛନ୍ତି, ମାନେ ମୁଁ ଯଦି କହିବି ଆଜ୍ଞା କ'ଣ କହିବି, ଯୋଉମାନେ ଆକାଉଣ୍ଟ ଖୋଲିଛନ୍ତି ସେମାନେ ଜାଣିଛନ୍ତି। ସେ ମୋତେ ତାଙ୍କ ନାଁରେ ମୁଁ ଆକ୍ଚୁଆଲି କମ୍ପ୍ଲେନ୍ ଦେଇଥିଲି। ସେ ମୋତେ ଯେହେତୁ ମାନେ କୌଣସି ବି ସାହାଯ୍ୟ କରିନଥିଲେ ଆକାଉଣ୍ଟ ଓପନ୍ ହେବାରେ, ମୁଁ ଏଚଡିଏଫସିର ହେଡ୍ ଅଫିସକୁ ମେଲ୍ କରିଥିଲି, ତାଙ୍କ ନାଁରେ କମ୍ପ୍ଲେନ୍ ଦେଇଥିଲି। ତାଙ୍କର ସେଥିପାଇଁ ବହୁତ ରାଗ ଥିଲା ମୋ ଉପରେ, ସେଥିଲାଗି ସେ ଆକାଉଣ୍ଟ ଓପନ୍ କରୁନାହାନ୍ତି। ବହୁତ ଲୋକଙ୍କର ବି ଏମିତି ଓପନ୍ କରୁନାହାନ୍ତି, ପେଣ୍ଡିଂ ରଖିଛନ୍ତି। ତ ଆଜି ଯେତେବେଳେ ସୁଦୀପ ସାର୍, ମୁଁ କାଲି ଯେତେବେଳେ କମ୍ପ୍ଲେନ୍ ଦେଲି ଏଚଡିଏଫସିକୁ ମେଲ୍ କଲି ହେଡ୍ ଅଫିସକୁ, ଆଜି ଯିଏ ତାଙ୍କର ସୁଦୀପ ସାର୍ ଷ୍ଟାଫ୍ ସବୁ ଫୋନ୍ କରିଥିଲେ, ତାଙ୍କ କହିବା ଅର୍ଥ ହେଉଛି ସେ କହିଲେ ଯେ ଇଲିଗାଲ ଟ୍ରାଞ୍ଜାକ୍ସନ୍ କରିଥିଲେ। ମୁଁ କହିଲି କ'ଣ ଇଲିଗାଲ ଟ୍ରାଞ୍ଜାକ୍ସନ୍? ନା ଆପଣଙ୍କ ଆକାଉଣ୍ଟକୁ ଯୋଉଦିନ ପଇସା ଆସୁଛି ଆପଣ ସେଇଦିନ ଉଠେଇ ଦେଉଛନ୍ତି। ମୁଁ କହିଲି ଜମାରୁ ସେମିତି ମୁଁ କରିନି। ମୋ ଆକାଉଣ୍ଟରେ ମୁଁ ଦେଖନ୍ତୁ ଆକାଉଣ୍ଟଟା ଏଇଥିପାଇଁ ଖୋଲିଛି ମୋର ବିଜନେସ୍ ଟ୍ରାଞ୍ଜାକ୍ସନ୍ କରିବା ପାଇଁ। ମୋର ଯେତେବେଳେ 40-50 ହଜାର ହେଇଯାଏ ଆକାଉଣ୍ଟକୁ ପଇସା ପଳେଇ ଆସେ, କଷ୍ଟମରମାନେ ପେମେଣ୍ଟ କରନ୍ତି,
मुझे 5,000 रखिकी आउ 45,000 विड्रॉ कर दिए एजरु मोर समान पत्र आने तांको कहया अर्थ एमिति बहुत लोकंकर जार किसान पैसा भी आसुची जो चाषी मानकर से भी जदि से सेम डे उठे दौरान सेटा को इलीगल ट्रांजेक्शन बोली धरा से ब्लॉक कर दौरान निज मुहर से कहले तो जो मैंने बैंक रे लंग टाइम पैसा रखिए सेटा हूँ लीगल आ जदि आपण अकाउंट किसी पैसा आसुची दिने दिन भितर अकाउंट रु पैसा उठाउछंती ताल सेटा हूँ इलीगल आपण संपूर्ण रेकर्डिंग रे सुनतु मते को बळे हारासमेंट करछंती आपण रेकर्डिंग रे सुनिकी आपण कमेंट करंतु आपण एमिति प्रोब्लेम माने के फेस करछंती जदि फेस करना ताहले बणिसिंह रे जो एचडीएफसी बैंक टी अछि आपण जे कोनसी बैंक रे खोलुछंती एचडीएफसी बैंक रे खोल माने खोलंतु किछि कथा नै किंतु पर्टिकुलर बणिसिंह एचडीएफसी बैंक रे आपण जदि अकाउंट खोलुछंती थरे नै 10 थर नै 100 थर चिंता करंतु एवं आपण चतुर्पार्श्व जदि केही थिबे लोक सेठी अकाउंट खोलितबे तांको पचारिकी तार रिव्यू नियंतु तापर खोलिया कथा चिंता करंतु किंतु मो कहया कथा सर माने बारंबार माने 3-4 मास हे गलानी मो अकाउंट ब्लॉक करी रखियार माने कोन चली मु किछि प्रोब्लेम बुझी पर मैं एटा जदी ब्लॉक करथान हम कोन आपण कहउछन हम खोलन हम एंड जदी ब्लॉक थान हम कहीं खोलिया कोन असुविधा हेछि कि सर तापर मैडम मते एदिन पचारले मैडम को जोगु मु गली साइबर थाना को साइबर थाना वाला मते जहा जहा कहले मो मैडम को सहित डिटेल से ता पर दिन कथा हेली आज्ञा सबू डिटेल्स आपको कहली मैडम को कहली मैडम भी कहले 10-12 दिन भीतर मुझे अकाउंट ओपन करदेवी कि 3-4 मास हो गलानी मो अकाउंट ओपन हो पारनी मो चली माने मो बिजनेस ट्रांजेक्शन कर पारनी कारण से एचडीएफसी बैंक रे मो अकाउंट खोलियार माने कारण थिला मोर बिजनेस अकाउंट एटाकू मो हिसाब रे माने ट्रांजेक्शन करथली किंतु मो थ्रो भी 3-4 जनकर हमर अकाउंट खोलेइथिली हम एरिया रु जेहेतु मु खोलली आ 3-4 जनकर भी मो निज अकाउंट खोल मो भाई को अकाउंट खोलेइथिली दुजन सांगकर खोलेइथिली तो 4 जनकर मु अकाउंट खोलेइथिली तो मु कोन एचडीएफसी बैंक रे अकाउंट खोली कि आ जो जनकर खोलेइथिली सेटा कोन बड़ भूल थिला मोर आपण माने जो बळे मते हरासमेंट करूछंती हैरान करूछंती सर हम बैंक एंड जदी हमें ये थांदा हम कहीं हम गोटा नहीं नहीं मोर एथरे भूल कोन रहला मो अकाउंट को जो ब्लॉक कर रखले मोर एथरे भूल टी कोन कहि ब्रांच एंड ब्लॉक है कि सर आपण जानि छिन ब्रांच एंड ब्लॉक है मु सब डॉक्यूमेंट देइथिली सब डॉक्यूमेंट देला पर आपण को स्टाफ जदी चेंज हेले हेटा मो रिस्पांसिबिलिटी कि आपण कहंतु आपण को स्टाफ चेंज हे गले ब्रांच एंड ब्लॉक है कि आपण निजे नहीं नहीं आपण सुनंतु तापरे साइबर वाला भी किछटा ब्लॉक करनाली मैडम मते पठैतले एबे मु साइबर को जाइथिली मो काम बंद करके मो सब बंद करके मो साइबर थाना को गली साइबर थाना वाला जहां मते कहिले मु मैडम को भी डिटेल सब कहिली आज्ञा तो मैडम कहले ठीक अछि आउ थर मते आकुनले से मैडम कहि साला पर हम जो पकेइथिली बोल तो मु सेतन कहथिली आपण सटा मेल जो एटीएम जाई चेक कर दियंतु हां सेटा सइला पर मु जाइथिली मु तो तल नथिली नहीं शुणु सर आमे जो कथा हितले जो आपण कहितले मेल आईडी आउ का थ्रो पठेबे मु पाइबी जो मंदिरटी देखाइतला जोठन मंदिर कहितले जो अन्य थ्रो रे पठेबे जाउ जण केथिले जदी काना बण जेहेतु माने किछ भविष्य प्रोब्लेम कथा सर सेटा एते ये करने मु आपण कोन कहिल हां ता परे मैडम मते मैडम सेटा कर दै छथि आपण थटा शनिवार की रविवार जाई हां आपण मते फोन रिस्पोंड करलेनी शनिवार रविवार आपण शनिवार दिन मते कहि फोन करछंती कि रविवार फोन करछंती मु आपण सहित सुनंतु एटीएम चेक कला परे आपण को फोन करली आपण मो फोन रिस्पोंड सप्ताह पर्यंत करलेनी तापर मैडम को हित मु कथा हेली साइबर थाना रो आसिला परे तो आपण आसले ब्रांच को नहीं नहीं मु साइबर थाना रो आसिला परे मैडम को फोन करथिली मैडम को फोन करथिली मैडम को कहिवा जगु मो सब बंद करी मु साइबर थाना को गली जेतेले आसिली ता पर दिन मु स्वाति मैडम को आपनकर जे एचडीएफसी मैनेजर मैडम अछंती मु तांकू फोन करली डिटेल्स सब कहिली से कहले ठीक अछि मु आपनकर चेष्टा करूची तापर एचडीएफसी जो हमर कार तो साइबर थाना से मेल मागिले मेल आईडी मागिले मु साइबर थाना मेल आईडी भी तांकू देली डिटेल्स जहा मो पाखे सब डिटेल्स थिला कहले 10-12 दिन भीतर आपण व्यस्त होंतनी मु आपण प्रॉब्लम सॉर्ट आउट कर दउची किंतु ए पर्यंत सॉर्ट आउट कलेनी तापर मु जते थर फोन कली स्वाति मैडम फोन रिसीव कले ना आपण रिसीव कले केही भी एचडीएफसी बैंक तरफ कोनोसी भी स्टाफ मते माने सहायता कलेनी कि फोन भी रिसीव कलेनी तो मु कहार सहारा नेबी कोहंतु आपण जदि एचडीएफसी मो पाख ब्रांच रो कोनोसी स्टाफ मते सहायता करू नांती मु तो माने ब्रांच रो हेड ऑफिस जहाले मेल करबी ना
ସାର୍ ଆପଣ ଯୋଉ କହୁଛନ୍ତି ଆପଣ 4 ଜଣଙ୍କ ଆକାଉଣ୍ଟ ଖୋଲିଲେ, ଆପଣ ସେମିତି ନୁହେଁ, ଆପଣ ବହୁତ ଲୋକ ସେଠି କରିଛନ୍ତି ଯିଏ ଆମ ପାଖରେ ଟ୍ରାଞ୍ଜାକ୍ସନ, ଆମେ ତାଙ୍କୁ କହୁଛୁ ସାର୍ ଆଉ କିଛି ଭଲ ରିଫରେନ୍ସ ଦିଅନ୍ତୁ ଯୋଉଟା କି ଆମେ ଆକାଉଣ୍ଟ ଖୋଲି ପାରିବୁ। ସେଇଟା କଣ କହିକି ମୋର ଭୁଲ ଥିଲା? ସାର୍ ସେଇଟା ନୁହେଁ, ତାପରେ ଯଦି ଗୋଟେ କଷ୍ଟମର କିଛି ମାନେ ତାର ଯଦି କିଛି ଭୁଲ ହେଲା ତା ବୋଲି ସେଇଟା ବି ଆମେ ଦାୟୀ? ନାଇଁ ମୋର କଣ ଭୁଲ ହେଇଛି? ମୋର ତ କିଛି ଭୁଲ ହେଇନି। ଯାହା ବି ଭୁଲ ଥିଲା ସାଇବର ବାଲା କରିଥିଲେ ଯୋଉ ପ୍ରୋବ୍ଲେମ, ସାଇବର ବାଲା କହିଲା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲା, ମୋ ଆକାଉଣ୍ଟ ଓପନ କରିଥିଲା। ତାପରେ ସ୍ୱାତି ମ୍ୟାଡାମ ଆସିଲେ ମ୍ୟାନେଜର ହିସାବରେ ଆପଣଙ୍କ ବ୍ୟାଙ୍କକୁ। ସ୍ୱାତି ମ୍ୟାଡାମ ଆସିଲା ପରେ ପ୍ରୋବ୍ଲେମ ଟି ହେଲା। ତ ଯଦି ପ୍ରୋବ୍ଲେମ ହେଲା, ସିଏ କହୁଛନ୍ତି ଆଗରୁ ଯୋଉ ମ୍ୟାନେଜର ଥିଲେ ସେଇ ମାନେ ସିଏ ସଲ୍ଭ କରିନାହାନ୍ତି, ସିଏ ସଲ୍ଭ କରିବାର ଥିଲା। ମ୍ୟାନେଜର ଚେଞ୍ଜ ହେଲେ କଷ୍ଟମର ଭୁଲ କଣ? ଆମେ ବ୍ୟାଙ୍କକୁ ଦୋଷ ଦେବୁ ନା ଷ୍ଟାଫକୁ? ଆଜି ଆପଣ ଅଛନ୍ତି, କାଲି ଆପଣ ଆଉ କିଏ ଥିବ, ତ ଆମେ ଯାହା ବି କହିବୁ ବ୍ୟାଙ୍କକୁ କହିବୁ ନା। ନା ସେ କହୁଛନ୍ତି ପୂର୍ବ ଷ୍ଟାଫ୍ ଥିଲେ, ପୂର୍ବ ଷ୍ଟାଫ୍ ଟ୍ରାନ୍ସଫର ହେଇଗଲାଣି, ପୂର୍ବ ଷ୍ଟାଫଙ୍କର ଡିଟେଲ୍ସ ଆମେ କିଛି ରଖିନୁ। ଏସବୁର ମାନେ କଣ ଆକ୍ଚୁଆଲି ସାର୍ ମୁଁ କିଛି ବୁଝିପାରୁନି। ଆପଣ ମତେ ମନା କରିଦେଲେ ସାହାଯ୍ୟ କରିବାକୁ, ଠିକ ଅଛି, ଆପଣ ସାହାଯ୍ୟ ନ କରନ୍ତୁ, ମୁଁ ଯାହା ଲିଗାଲି ହେଇପାରିବ ମୋ ଅନୁସାରେ ମୁଁ କରିବି। କାରଣ ଆପଣ ମତେ ପୁରା ବ୍ୟାଙ୍କରୁ ଆସିଲା ଦିନ ପରେ ବି ମୁଁ ଆପଣଙ୍କୁ ତ ସାହାଯ୍ୟ ମାଗିନଥିଲି, ଆପଣ ଆପଣଙ୍କ ତରଫରୁ କହିଥିଲେ ଯଦି ସ୍ୱାତି ମ୍ୟାଡାମ ସାହାଯ୍ୟ ନ କରନ୍ତି ମୁଁ ଆପଣଙ୍କୁ ପର୍ସନାଲ ସାହାଯ୍ୟ କରିବି, ଇମେଲ ଆଇଡି ଦେବି ସିନିୟରଙ୍କର, ଆପଣ ସେଥିରେ ଇମେଲ ଆଇଡି ଇମେଲ କରିବେ, ଆପଣଙ୍କର ପ୍ରୋବ୍ଲେମ ସର୍ଟ ଆଉଟ୍ ହେଇଯିବ। ଆପଣ ନିଜ ଆଡୁ କହିଥିଲେ ମତେ ସାହାଯ୍ୟ କରିବା ପାଇଁ, ମୁଁ ଆପଣଙ୍କୁ ସାହାଯ୍ୟ ମାଗିନଥିଲି। ତାପରେ ବି ଆପଣ ମତେ ଯଦି ସାହାଯ୍ୟ କରିବାର ନଥିଲା, ନିଜ ଆଡୁ ଆସୁରାନ୍ସ କାହିଁକି ଦଉଥିଲେ? ନିଜ ଆଡୁ ଆସୁରାନ୍ସ ଦେଇକି ହାରାସ କଲେ। ତାପରେ ସ୍ୱାତି ମ୍ୟାଡାମ ମୋ ଫୋନ ଦିନ ପାଇଁ ରିସିଭ୍ କଲେନି। ଆପଣ ମତେ କହିଥିଲେ ବ୍ୟାଙ୍କକୁ ଯିବାକୁ ବୋଲି, ମୁଁ ବ୍ୟାଙ୍କ ଗଲି, ନହେଲେ ମୁଁ ଏଚଡିସି ବ୍ୟାଙ୍କକୁ ଯିବାକୁ ଚାହୁଁନଥିଲି। ଆପଣ ମତେ କଣ କହିଲେ? ଆପଣ ବ୍ୟାଙ୍କକୁ ଥରେ ଆସନ୍ତୁ। ହଁ, ଆପଣ କଣ କହିଲେ? ଆପଣ ବ୍ୟାଙ୍କକୁ ଆସିନାହାନ୍ତି, ଥରେ ଖାଲି ଫୋନରେ କଥା ହଉଛନ୍ତି, ଆଉ ଫୋନରେ କଥା ହଉଛନ୍ତି, ବ୍ୟାଙ୍କକୁ ଥରେ ଆସନ୍ତୁ, ତାପରେ ଆପଣଙ୍କ ପ୍ରୋବ୍ଲେମ କେମିତି ସର୍ଟ ଆଉଟ୍ ହବ ଏଟା ମୁଁ ଚିନ୍ତା କରିବି। ଆପଣ କହିବା ଅନୁସାରେ ମୁଁ ବ୍ୟାଙ୍କକୁ ଗଲି, ତ ଯାଇକି ଲାଭଟି କଣ ହେଲା? ତାପରେ ମତେ ସ୍ୱାତି ମ୍ୟାଡାମ ପଠେଇଲେ ଭୁବନେଶ୍ୱର ସାଇବର ଥାନାକୁ ପଠେଇଲେ, ମୁଁ ସେଠିକି ବି ଗଲି। ତ ମୋର ଲାଭ କଣ ହେଲା ଆପଣ କୁହନ୍ତୁ ସାର୍? ମୁଁ ଆପଣଙ୍କ ବ୍ୟାଙ୍କରେ ଆକାଉଣ୍ଟ ଖୋଲିକି ମୁଁ ଯଦି ଆଉ କୋଉଠି ଖୋଲିଥାନ୍ତି, ଏତେବେଳକୁ ମୋର ସର୍ଟ ଆଉଟ୍ ହେଇସାରନ୍ତାଣି। ଛାଡ଼ନ୍ତୁ, ଆପଣ ତ ସାହାଯ୍ୟ କରିବେନି। ମୁଁ ଯୋଉ ହେଡ୍ ଅଫିସ ସହିତ ଯାହା କଥା ହଉଛି, ଯେମିତି ତାଙ୍କୁ ଇଏ କରୁଛି, ମୁଁ କଥା ହେବି। ଯଦି ହେଇପାରିଲା ଠିକ ଅଛି, ନହେଲେ ମୁଁ ଯାହା ଲିଗାଲି କରିବା କଥା କରିବି। ଆଉ ଆପଣ ହୁଅନ୍ତୁ କି ମାନେ ମ୍ୟାଡାମ ହୁଅନ୍ତୁ, ଆପଣ ମତେ ପର୍ସନାଲି କିଛି ସାହାଯ୍ୟ କଲେନି, ମାନେ ହାରାସମେଣ୍ଟ କଲେ, ଠିକ ଅଛି, ଆପଣଙ୍କୁ ଯୋଉଟା ଠିକ ଲାଗୁଛି ଆପଣ କରନ୍ତୁ, ମତେ ଯୋଉଟା ଠିକ ଲାଗିବ ମୁଁ ଏଇଟା କରିବି। ଆଉ ଓକେ ସାର୍, ଥ୍ୟାଙ୍କ ୟୁ। ହ୍ୟାଲୋ ହ୍ୟାଲୋ, ହଁ କୁହନ୍ତୁ। କୁହନ୍ତୁ। ମୁଁ ଫୋନ କଲି, ମୁଁ ଭିତରେ ଥିଲି ତ ବ୍ରାଞ୍ଚରେ, କଣ କହିଲେ? ମୁଁ ବ୍ରାଞ୍ଚରେ ଥିଲି ନା, ଆଜ୍ଞା କୁହନ୍ତୁ। ସେଇଥିପାଇଁ ବାହାରକୁ ଆସିକି କଲ୍ ବ୍ୟାକ୍ କଲି। ହଁ ମୋ କୁହନ୍ତୁ। କହିବା କଥା ସାର୍, ମୁଁ ଆପଣଙ୍କୁ କହିଲି ଯେ ମୁଁ ଆକ୍ଚୁଆଲି 10 ଦିନିଆ ଛୁଟିରେ ଥିଲି। ଆପଣ 10 ଦିନିଆ ଛୁଟିରେ ଥିଲେ, ଠିକ ଅଛି, ମୋ ଫୋନ ଟା ବି ରିସିଭ୍ କରିପାରିଲେନି 10 ଦିନ ଛୁଟିରୁ। ସାର୍ ଶୁଣନ୍ତୁ, ଆପଣ ଫୋନ କରିଛନ୍ତି, ଯଦି ମୁଁ ରିସିଭ୍ କଣ ବି କାରଣ ଥିବ, ମୁଁ ରିସିଭ୍ କରିନଥିବ ଅଲଗା କଥା। ତ ଠିକ ତା ଅଛି। ବୋଲି ଆପଣ ଏଇ ସବୁ ଜିନିଷ, ମୁଁ ଏଇନା ଫୋନ କଲି, ଆପଣଙ୍କୁ କିଏ ଗୋଟେ ଫୋନ କରି କହିବ, ତାହେଲେ ଆପଣ କହିବେ କି ଯେମିତି ତୁ ତାକୁ କହିଥିଲେ ପର୍ସନାଲି ସାହାଯ୍ୟ କରିବେ। ନାଇଁ ମୁଁ ନ କରିକି ମୁଁ ଯଦି ଶୁଣିଲେଣି, ହଁ ମୁଁ କରିକି ତାହେଲେ ଶୁଣିବି। ନାଇଁ, ଆପଣ ଶୁଣନ୍ତୁ, ଆପଣ ଯଦି ସାହାଯ୍ୟ କରିବାର ଥାନ୍ତା ନା କେବେଠୁ କରିସାରନ୍ତେଣି। ଆପଣ ମତେ ହାରାସମେଣ୍ଟ କଲେ, ସାହାଯ୍ୟ ନୁହଁ, ଆପଣ ମୁଁ ମତେ କାହିଁ ହାରାସମେଣ୍ଟ ହାରାସମେଣ୍ଟ କରୁଛନ୍ତି। କରିବି? ଆପଣଙ୍କୁ ମୁଁ ଚିହ୍ନିଥିଲି ନା ଜାଣିଥିଲି ସାର୍? ମୁଁ ନାଇଁ, ଆପଣଙ୍କୁ ଆପଣ ମତେ ହାରାସମେଣ୍ଟ କାହିଁ ଚିହ୍ନିବା କରିବି? ଦରକାର କଣ? ମତେ ଆପଣ ଯଦି ବ୍ୟାଙ୍କକୁ ଡାକିଥିଲେ ନା, କହିଲେ ବ୍ୟାଙ୍କକୁ ଆସ। ମୁଁ ଡାକିଥିଲି କଣ ପାଇଁ? ମୁଁ କହିଲି ସାର୍ ଆପଣ ଆସନ୍ତୁ, ଯେହେତୁ ମୋ ଉପରେ ଜଣେ ସୁପରଭାଇଜର ବ୍ୟାଙ୍କରେ ଅଛି, ହଁ ମୋର ସିନିୟର ଜଣେ ଅଛି, ମୁଁ ତାଙ୍କ ସହିତ ଦେଖା କରିବାକୁ କହିଥିଲି। ମୁଁ ହଁ ତ ଯେତିକି ଯାହାର ବି ପଢୁଛି, ମୁଁ ସମସ୍ତଙ୍କୁ ସେଇଆ କହୁଛି ମତେ ନା, ତ ମ୍ୟାଡାମ ମତେ ତ ସହିତ ମ୍ୟାଡାମ ଦେଖା। ଡାକି ନଥିଲେ। ଆପଣଙ୍କ ସୁପରଭାଇଜର ମ୍ୟାନେଜର କହୁଛନ୍ତି, ମତେ ମ୍ୟାଡାମ ଡାକି ନଥିଲେ, ଆପଣ ହିଁ ନାଇଁ ନାଇଁ, ଡାକିଥିଲେ। ମୁଁ ଜାଣିନି। ମୁଁ ଯେହେତୁ ମତେ ମ୍ୟାଡାମ କହିଲେ ଏଟା କ୍ଲୋଜ କରିବେ, ମୁଁ କହିଲି ସାର୍ ଯଦି ପାରୁଛନ୍ତି ଆସିକି ଆପଣ ଦେଖା କରନ୍ତୁ। ମୁଁ ନାଇଁ ନହେଲେ ନାଇଁ, ଆପଣଙ୍କୁ ଠିକ ଅଛି। ଆପଣ ବିଶ୍ୱାସ କରନ୍ତୁ, ମୁଁ ମନା କରୁନି, ଆପଣ ଠିକ ଯାହା କରିବାର ଅଛି କରନ୍ତୁ, ମାନେ ମୋର କିଛି କହିବାର ନାହିଁ। ନାଇଁ ନାଇଁ, ମୁଁ କିଛି କରିବି କଣ? ମତେ ଯୋଉଟା ଶୁଣନ୍ତୁ, ଆପଣ ମୁଁ କିଛି କରିବା କଥା କହୁନି ମ୍ୟାଡାମ। ନାଇଁ ନାଇଁ, ଆପଣ ଯୋଉଟା କହିଲେ କି ମୁଁ ଡାକିଥିଲି ବ୍ରାଞ୍ଚକୁ, ମୁଁ ହଁ ଡାକିଥିଲି, ମୁଁ ପ୍ଲସ୍ ବି ଆପଣ ଯାଇକି ଯୋଉ ଏଠି ଜୋରନ୍ଦାରେ ଦେଖା କରିଛି। ହଁ, ଜୋରନ୍ଦା ଦେଖା କଲେ। ମତେ ଯେତେବେଳେ ଆସିଲେ ଜୋରନ୍ଦାକୁ, ତା ଘଣ୍ଟେ ପରେ ମତେ ତ ହଇରାଣ କରିକି ଦେଖା କଲେ। ତାପରେ ମତେ ତାର ଯେତେବେଳେ ଘଣ୍ଟେ କହିଲେ, ମାନେ ମୁଁ କଣ ଆପଣଙ୍କ ପାଖକୁ ଯାଇଥିଲି? ମୁଁ ବା ଠିକ, କହିଲି ମୁଁ ଯାଇଥିଲି ମୁଁ ସେଇଠୁ ସେଇ କଥା ରେଗାଲି କହୁଛି। ପଳେଇଥିଲି। ଆପଣ କହିଲେ ସାଙ୍ଗେ ସାଙ୍ଗେ ଦେଖା କରିବି, ମୁଁ ଆପଣଙ୍କୁ ଘଣ୍ଟାଟା ଅପେକ୍ଷା କଲି, ଯାହା ହଉ ଘଣ୍ଟେ କଣ 1.5 ଘଣ୍ଟା କଣ ଅପେକ୍ଷା, ମୋର ଯେହେତୁ ଆଉ ଏମିତି ସାର୍, ଆଉ ଆପଣ ଶୁଣନ୍ତୁ ଯାହା ଶୁଣନ୍ତୁ କରନ୍ତୁ ଶୁଣନ୍ତୁ କଣ? ସାର୍, ମୋର ହଁ, ଯେହେତୁ କାମ ପଡିଛି, ଘଣ୍ଟେ କଣ 2 ଘଣ୍ଟା ବି ମୁଁ ଅପେକ୍ଷା କରିବି, କିଛି ନାଇଁ ନାଇଁ, ଅସୁବିଧା ନାହିଁ। ଆପଣଙ୍କର କାମ ପଡିଛି ଯୋଉଟା ଅଲଗା କଥା। ନାଇଁ ଆପଣ ନାଇଁ, ଠିକ ଶୁଣନ୍ତୁ, ଅଛି, ମୁଁ ମୋର ଯାଇ ଯେହେତୁ ପୁଣି କାମଟା ଆପଣଙ୍କ ପାଖକୁ ଶୁଣନ୍ତୁ ଦେଖା କରିଛି ନା ଶୁଣନ୍ତୁ ନାଇଁ? ସାର୍, ମୁଁ ଏତେ କହିଲି ଦିନ ସାର୍, ହେଲା, ମୁଁ ଏକରେ ବୁଲିକି ଗଲି, ରାଜା ଠିକ ଦେଇପୁର ଅଛି ନା, ଦେଇକି। ଆପଣ ମତେ ସେଇଟା ହଁ, କହିପାରିଥାନ୍ତେ, କିନ୍ତୁ କହିଲେ ମୁଁ ସାଙ୍ଗେ ସାଙ୍ଗେ ଯାଉଛି, କାଇଁ କି ମୁଁ ମୁଁ ଆପଣଙ୍କୁ ଆସିଥିଲି। କହିନି ସାର୍, ମୁଁ ଏଇ ଜାଗାରେ ଅଛି ଠିକ, ବୋଲି? ଆପଣ ଯେତେବେଳେ ଛାଡନ୍ତୁ କହିଲେ ସାର୍, ମୋ ମୁଁ କହିବା କହିଲି କଥା ଅଛି। ଶୁଣନ୍ତୁ। ଆପଣ କଣ କହିଛନ୍ତି, ଆପଣ ଏଇନା ମାନିବେନି, ମୁଁ ଆପଣଙ୍କୁ କଣ ବାଧ୍ୟ କରିବି କି? ବାଧ୍ୟ ତ ସାର୍ କରିବିନି। ମୁଁ ଆପଣ ମିଛ କହିଲେ ମୁଁ କଣ ସତ ନାଇଁ ସତ ଠିକ ପ୍ରୁଫ୍ ଅଛି, କରିପାରିବି? ଆପଣ ମୁଁ ଯଦି ଆପଣଙ୍କ କଥା ଆପଣ ରେକର୍ଡିଂ ମତେ କହିଲେ, କରିପାରିବି? ମୁଁ ସାଙ୍ଗେ ସାଙ୍ଗେ ଯାଇକି ପହଞ୍ଚୁଛି, ମୁଁ ଘଣ୍ଟେ ଆପଣଙ୍କ ଦେଢ। ଖଙ୍କରେ ପହଞ୍ଚିକି ଫୋନ କରିଥିଲି ନା ନାଇଁ? ମତେ ମୁଁ ଟିକେ ଖଙ୍କରେ ଶୁଣନ୍ତୁ, ପହଞ୍ଚିକି ଆପଣ ଫୋନ କହିଥିଲେ କରିଥିଲି, ଆପଣ ଜୋରନ୍ଦା କହିଲେ ମୋ ଘର ଆସିବେ। ଖଙ୍କରେ, ମୁଁ ଖଙ୍କରେ
ମୁଁ ଖଙ୍କର କାହିଁକି ଆପଣ ତ କହିଥିଲେ ଜୋରନ୍ଦା ଆସିବାକୁ ଖଙ୍କର କାହିଁକି ଯାଇଥିଲେ ମତେ କହିଲେ ଜୋରନ୍ଦା ଆସି ସାର୍ ମୋର ସେକରେ କାମ ଥିଲା। ଠିକ ଅଛି ଆପଣଙ୍କର ସେପଟେ କାମ ଥିଲା ଆପଣ ମତେ କହୁଛନ୍ତି ମୋ ଘର ଥିଲା ବୋଲି ଯାଇଥିଲେ। ନାଇଁ ମୁଁ ଆପଣଙ୍କର ସେପଟେ କାମ ଥିଲା କୁହନ୍ତୁ ମୋ ଲାଗି ଯାଇଥିଲେ ଶୁଣନ୍ତୁ ସାର୍ ମୋର ଯେହେତୁ କାମ ଅଛି ମୁଁ ତ ଏତେ ଦିନ ହେଲା ହଇରାଣ ହେଲିଣି ଆପଣ ଘଣ୍ଟେ କଣ 5 ଘଣ୍ଟା କହିଲେ ବି ମୁଁ ଅପେକ୍ଷା କରିବାକୁ ବାଧ୍ୟ। ଆପଣଙ୍କୁ ଦେଖନ୍ତୁ ସାର୍ ମୁଁ କହିଲି ମୁଁ ହେଇଗଲେ ଭୁଲ ହେଇଗଲି। ନାଇଁ ଶୁଣନ୍ତୁ ସାର୍ ମୋ କଥା ଟିକେ ଶୁଣନ୍ତୁ ଆପଣ କହିଲେ ମୋ କଥା ଟିକେ ଶୁଣନ୍ତୁ ପ୍ଲିଜ। ମୋ ଘଣ୍ଟାଟେ ନୁହଁ ମୋ କହିବା କଥା ଯେହେତୁ ମୋର କାମ ମୋର ଯେହେତୁ ପ୍ରୋବ୍ଲେମ ଟି ଅଛି ଏତେ ମାସ ହେଲା ମୁଁ ହଇରାଣ ହେଲିଣି ଘଣ୍ଟେ କଣ 5 ଘଣ୍ଟା ବି ଅପେକ୍ଷା କରିବାକୁ ମୁଁ ବାଧ୍ୟ ଯେହେତୁ ମୋର କାମ ଅଛି। ଠିକ ଅଛି ଆପଣ ଅପେକ୍ଷା କଲେ ଆପଣ ତ ମୋ ପାଖକୁ ଆସିଥିଲେ ଯେମିତି ମୁଁ ବି ଆପଣଙ୍କ ପାଖକୁ ଯାଇଥିଲି। ଆପଣ ମୋ ପାଖକୁ ଆସିନଥିଲେ ଆପଣଙ୍କର କାମ ଥିଲା ଆପଣ ଯାଇଥିଲେ ଯାହାନ୍ତୁ ଛାଡି ଦିଅନ୍ତୁ ସେ କଥା। ଠିକ ଅଛି ଠିକ ଅଛି ସାର୍ ଛାଡି ଦିଅନ୍ତୁ ସେ କଥା ଆମେ ଉଠେଇବାନି। ନାଇଁ ଆପଣ ସେ କଥା ଛାଡି ଦିଅନ୍ତୁ ଆପଣ ସାର୍ ଶୁଣନ୍ତୁ ଆପଣ ମୋ କଥା ସେ କଥା ଛାଡି ଦିଅନ୍ତୁ। ଆପଣ ମତେ ଯେତେବେଳେ କହିଲେ ଆସିଲା ପୂର୍ବରୁ ଆପଣ କହିଲେ ମୁଁ ଆପଣଙ୍କୁ ବାହାରେ ହେଲ୍ପ କରିବି ବାଟରେ ବି ମତେ ଅପେକ୍ଷା କରିଥିଲେ ଯେତେବେଳେ ବ୍ୟାଙ୍କରୁ ସ୍ୱାତି ମ୍ୟାଡମଙ୍କ ସହିତ କଥା ହେଇକି ଆସିଲା ଆପଣ କହିଥିଲେ ଯେ ବାଟରେ ମୁଁ ଅଛି ଆପଣ ଆସନ୍ତୁ କଥା ବାଟରେ ଆସିଲା ପରେ ଆପଣ ମତେ କଣ କଥା ଦେଲେ ଯଦି ମୁଁ ଦେଖୁଛି ଯଦି ନ ହେଇପାରିଲା ଶୁଣନ୍ତୁ ଚେଷ୍ଟା କରି ଆପଣ କୋଉ ବାଟେ ହେଲେ ପର୍ସନାଲି ହେଲ୍ପ କରିବି। ଶୁଣନ୍ତୁ ଆପଣ କହିଲେ ଯେ ଶୁଣନ୍ତୁ ଆପଣ କହିଲେ ଏଇ ଲାଷ୍ଟ ମନ୍ଥଲି ଯୋଉ ସେଥିରେ 17-18 ତାରିଖ ଥିଲା ଆପଣ କହିଲେ ଯେ ଛାଡନ୍ତୁ ଏତେ କଥା ନାଇଁ ଆପଣ ଶୁଣନ୍ତୁ ନାଇଁ ଆପଣ ଯଦି କଥାଟା ଉଠଉଛନ୍ତି ତାହେଲେ କହିବେନି କେମିତି ଆପଣ ମତେ କହିଲେ ଯେ ଯଦି ମ୍ୟାଡାମ ସାହାଯ୍ୟ ନ କଲେ ମୁଁ ତାହେଲେ ଏଇ ମାସ ସୁଦ୍ଧା ଆପଣଙ୍କୁ ମାସ ଲାଷ୍ଟ ସୁଦ୍ଧା ଆପଣଙ୍କୁ ସିନିୟର କିଏ ଅଛନ୍ତି ଆପଣଙ୍କର ତାଙ୍କ ଇମେଲ ଆଇଡି ଦେବି ଇମେଲ ତାପରେ ଆପଣ ଦେଲେଣି କହିଲେ ରେକର୍ଡ ରହିବ ଇଏ ରହିବ ଦେଲେଣି ତ ଆପଣଙ୍କ ମର୍ଜି ଏଟା ତ ଯଦି ଦେଲେଣି ଆପଣଙ୍କୁ ତ ସାହାଯ୍ୟ ମୁଁ ମାଗିନଥିଲି। ନାଇଁ ଆପଣଙ୍କୁ ତ ମୁଁ ସାହାଯ୍ୟ ମାଗିଥିଲି କି ଆପଣଙ୍କୁ ପର୍ସନାଲ ସାହାଯ୍ୟ ମାଗିନଥିଲି ଆପଣ ଆପଣଙ୍କ ଆଡୁ ସାହାଯ୍ୟ ମତେ ଦେଲେ ଆପଣ ସାହାଯ୍ୟ ଦେଇନାହାନ୍ତି ସାହାଯ୍ୟ କରିବାରେ କହିଥିଲେ। ନାଇଁ ଭୁଲ ନାହିଁ ସାହାଯ୍ୟ କରିଥିଲେ ଭୁଲ ହେଇନଥାନ୍ତା ଯେହେତୁ ସାହାଯ୍ୟ ନାଁରେ ହାରାସମେଣ୍ଟ କଲେ ସେଇଟା ଭୁଲ ହେଲା। ନାଇଁ ସାହାଯ୍ୟ ନାଁରେ ହାରାସମେଣ୍ଟ କଲେ ସେଇଟା ଭୁଲ ହେଲା ସାହାଯ୍ୟ କରିଥିଲେ ଭୁଲ ନୁହଁ। ମୁଁ ସାର୍ ହାରାସମେଣ୍ଟ କରିନି ଆପଣ ଏଇଟା ବଣିସିଂରେ ପଚାରିଦେବେ ଗୋଲକ ସାର୍ କେତେ କାମ ପେଣ୍ଡିଂ ପକେଇ ଯାଇଥିଲା। ଗୋଲକ ସାର୍ ମ୍ୟାନେଜର ଥିଲେ ଯଦି ଗୋଲକ ସାର୍ ଟ୍ରାନ୍ସଫର ହେଇଗଲେ ତାଙ୍କ ବଦଳ ଯେକୌଣସି ଷ୍ଟାଫ ଆସିଲେ ଦାୟିତ୍ୱ କାହାର ଦାୟିତ୍ୱ ଗୋଲକ ସାର୍ଙ୍କ ବଦଳି ଯୋଉ ଷ୍ଟାଫ ମାନେ ଆସିଲେ। ସାର୍ ସିଧା କଥା କହୁଛି ଏଇଟା ବ୍ୟାଙ୍କ ହୋଲ୍ଡ ମାରିଛି। ଏଇଟା ବ୍ୟାଙ୍କ ହୋଲ୍ଡ ମାରିଛି ମାନେ ସେମାନେ ସିଏ ଏମଏଚ ହୋଲ୍ଡ ଲଗେଇଛନ୍ତି। ଆଜ୍ଞା ତ ଆମ ଏଣ୍ଡ ଥିଲେ ଯେତିକି ଥର ଆପଣ ଦୌଡ଼ିଲେଣି ମୁଁ ଏଇ ଜଷ୍ଟ ଆପଣ କଥା ହେଇସାରିଲା ପରେ ମୁଁ ସତୀ ମ୍ୟାଡମ ବି କହୁଥିଲି ଯେ ସାର୍ କହୁଛନ୍ତି ସେ ଲିଗାଲି ଇଏରେ ଆଉ ଲିଗାଲି ନେଲେ ଆମେ କଣ କରିପାରିବା ଆମେ ତ ସାର୍ଙ୍କୁ ଯୋଉ ପ୍ରୁଫ୍ ମାଗୁଛେ ସାର୍ ଦଉନାହାନ୍ତି। ମୁଁ ମ୍ୟାଡମ ସହିତ କଥା ହେଇଥିଲି ମତେ ମ୍ୟାଡମ ଯୁଆଡେ ପଠେଇଲେ ମୁଁ ତ ଗଲି ମତେ ସାଇବର ଥାନା ହେଲେ ଯାହା କହିଲେ ମୁଁ ସେ କଲି। ତାହେଲେ ସେଇ କଥା ଆପଣ ପୁରା ଏବେ ମୁଡକୁ ଆଉଛନ୍ତି ତାହେଲେ ଯାହା କରିବେ କରିବେ ଆମେ କଣ କରିପାରିବୁ। ମୁଁ ଯାହା କରିବି କଣ ଯାହା ଇଲିଗାଲ କରିବି ଯାହା ଲିଗାଲ ହେଇପାରିବ ମୁଁ ସେ କରିବି। ଲିଗାଲି କରନ୍ତୁ କି ଯାହା କରୁଛନ୍ତି କରନ୍ତୁ ମୋର କିଛି କହିବାର ନାହିଁ କରିବାର ନାହିଁ କରିଥିଲି ମୋ ଏଣ୍ଡରୁ ତ ମୁଁ ସେଥିପାଇଁ ଆସି ବାହାରେ ଆପଣଙ୍କ କଥା ହେଲି। ଠିକ ଅଛି ମୋ କହିବା କଥା ଆପଣ ଏବେ ବି ଆଣିଲେ ଯେ ଏବେ ବି ମାନେ ଆଚ୍ଛା ମୋର ଗୋଟେ କଥା କୁହନ୍ତୁ ବ୍ୟାଙ୍କ ମୋର କଣ ବି କରିଛି ବ୍ୟାଙ୍କ ମୋର ସବୁ ତ ମୁଁ ଡକୁମେଣ୍ଟ ଦେଇଥିଲି ବ୍ୟାଙ୍କ କରିବାର ମାନେ କଣ। ସାର୍ ବ୍ୟାଙ୍କ କରିଛି ଏଇଥିପାଇଁ କି ଆପଣଙ୍କର ମନି ମୋଲ ଆକାଉଣ୍ଟ ଆପଣଙ୍କ ସେଇ ଆକାଉଣ୍ଟ କୁ ଆଉଛି ମାନେ ଇଏର ପଇସା ଆଉଛି ଯୋଉଟା କି ମାନେ ବାହାର ଇଲିଗାଲି ପଇସା ଆସୁଛି ବୋଧେ ମାନେ ଇଲିଗାଲି ମାନେ ମିନ୍ସ ନଟ୍ କି ଚୋରା ପଇସା ମାନେ ସେମରେ ଆଉଛି ସେମରେ ଉଠୁଛି କି ଯୋଉଟା କି ଆପଣଙ୍କର ଧରନ୍ତୁ ଆପଣଙ୍କ ଆନୁଆଲ ଇନକମ୍ ହେଇଛି 1,00,000 ଟଙ୍କା ଆପଣ 5 ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରୁଛନ୍ତି ଆକାଉଣ୍ଟରେ ତ ସେଇଟାକୁ ନେଇକି ସେ ବୋଧେ ବ୍ୟାଙ୍କ ଇଏ କରିଛି ମୁଁ ଯାହା ମୋ ଇଏ କରିବା କଥା ଏବେ ଯାହା ରିସେଣ୍ଟଲି ଯୋଉଗୁରା ପଢୁଛି। ଆଚ୍ଛା ତାହେଲେ ମତେ ସାଇବର ଥାନାକୁ ପଠେଇବାର କାରଣ କଣ ଥିଲା ସେଇଟା କହୁଛି। ତାହେଲେ ମତେ ଏଇ ଯୋଗୁ ଯଦି ହଉଛି ମତେ ସେ କଥା ତ କହିଲେଣି ମତେ ସାଇବର ଥାନାକୁ ପଠେଇବାର କାରଣ କଣ ଥିଲା। ସାର୍ ଆପଣ ସିଧା ସବୁବେଳେ ସାଇବର କଣ ମତେ ଶୁଣଉଛନ୍ତି। ନାଇଁ ମତେ ଆପଣ ସାଇବର ଥାନାକୁ ପଠେଇଲେ ସାର୍ ମୋର କାହିଁ ପଡିଛି ମୁଁ କହିଲି ସାର୍ ଏଇ କାରଣ ସବୁ ପଡେ ତ ମୁଁ ଆପଣ ଗୋଟେ ଏକ୍ସାମ୍ପଲ ଦେଲା ବେଳକୁ ଆପଣ ଆଉ ଗୋଟେ ଜିନିଷ ବୁଝୁଛନ୍ତି। ନାଇଁ ମୋର ଗୋଟେ ଯୋଗୁ ରିଜିନ ହେଇଛି ବ୍ୟାଙ୍କ ପକେଇଛି ଆପଣ ମତେ ସାଇବର ଥାନାକୁ ଭୁଲରେ ଦୌଡଉଛନ୍ତି। ଆରେ ସାର୍ ଆପଣ ଆକ୍ଚୁଆଲି ବୁଝୁନାହାନ୍ତି ମୁଁ କଣ କହୁଛି। ମୁଁ ଠିକ ବୁଝୁଛି ମୁଁ 4 ମାସ ହେଲା ହଇରାଣ ହଉଛି ମୁଁ ବୁଝୁନି ସେ ବୁଝୁଛନ୍ତି ଯଦି ଆପଣ କଣ ମତେ ପଚାରିଲେ ଆପଣ କହିଲେ ବ୍ୟାଙ୍କ ବନ୍ଦ କରି ଶୁଣନ୍ତୁ ଆପଣ କହିଲେ ଯେ ମୋର ବ୍ୟାଙ୍କ ବନ୍ଦ କରିଛି ସାଇବର ବାଲାଙ୍କର ଏଥିରେ ବ୍ୟାଙ୍କ କାହିଁକି ବନ୍ଦ କରିଛି ମୁଁ କଣ କହିଲି ଆପଣଙ୍କୁ ମୁଁ କହିଲି ସାର୍ ଏଇ କାରଣ ବ୍ୟାଙ୍କ ବନ୍ଦ କରେ ବନ୍ଦ କରେ ମୋର ଯଦି କୋଉଟା ଗୋଟେ ବି ଇଲିଗାଲ ଟ୍ରାଞ୍ଜାକ୍ସନ ହେଇଛି ଆପଣ ପ୍ରୁଫ୍ ଦେଖାନ୍ତୁ। ଇଲିଗାଲି ମାନେ ସାର୍ ଆପଣଙ୍କୁ ମୁଁ ପ୍ରଥମ କହିଲି ଇଲିଗାଲି ମାନେ ନଟ୍ ଚୋରି ପଇସା ମୁଁ କହିଲିନି ମୁଁ କହିଲି କି ଚୋରି ପଇସା ସେମ୍ ଡେ ରେ ପଇସା ଆମାଉଣ୍ଟ ସେମ୍ ପଇସା ଧରନ୍ତୁ ଆଜି ସାଙ୍ଗେ ସାଙ୍ଗେ ଫୋନ ପେ କୁ 500 ଟଙ୍କା ଆଇଲା ସାଙ୍ଗେ ସାଙ୍ଗେ 500 ମାନେ କ୍ରେଡିଟ୍ ହେଲା ସାଙ୍ଗେ ସାଙ୍ଗେ ଡେବିଟ୍ ହେଇଗଲା। ସେମିତି ଜମାରୁ ହୁଏନି ମୋ ଏଥିରେ 40-50 ହଜାର ସବୁବେଳେ ରହେ। ଶୁଣି ସାରନ୍ତୁ
ଯଦି ଏତେ କୁହନ୍ତୁ ଜିନିଷ ଅଛି ଆପଣ ଯାହା କରିବାର ଅଛି କର। ମୁଁ କଣ କହୁଛି ଶୁଣି ସାରନ୍ତୁ। କୁହନ୍ତୁ କୁହନ୍ତୁ। ସେମ୍ ଡେରେ ଆସିକି ସେମ୍ ଡେରେ କ୍ରେଡିଟ୍ ହବା, କି ଧରନ୍ତୁ ଆପଣଙ୍କର ଗେମ୍ ଖେଳିକି ପଇସା ଆସିବା, ହଁ 2 ନମ୍ବର କାରଣ। 3 ନମ୍ବର କାରଣ ହେଲା ଧରନ୍ତୁ ଆପଣ ଯୋଉ କହିଲେ ଆନୁଆଲ ଇନକମ୍ ପଡିଥିବ ଆକାଉଣ୍ଟରେ, ମାନେ ମୋ କହିବା କଥା ଏକ୍ସାମ୍ପଲ କହୁଛି, 1 ଲକ୍ଷ ଟଙ୍କା ପଡିଥିବ କିନ୍ତୁ ଆପଣ 5 ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କୁ ଦେଖଉଥିବେ ବର୍ଷକୁ, ତ ସେଇଭଳିଆ କେସ୍ ରେ ସବୁ ପଡୁଛି ଏବେ। ତ ମୁଁ ସେଇଟାକୁ ମୋ ଏଣ୍ଡରୁ ମୁଁ ଯୋଉଟା କେସ୍ କଲି ମୁଁ ଆପଣଙ୍କୁ କହିଲି। ମ୍ୟାଡାମ କଣ କହିଛନ୍ତି ସେଇଟା ମୁଁ ଜାଣିନି। ମ୍ୟାଡାମ ଯଦି କଣ ଆପଣ ଭେରିଫାଇ କରିଥିବେ କି ଯୋଉ ମାଗିଛନ୍ତି ଇଏ ଜିନିଷ, ମୁଁ ସେଇଟା ପାଇଁ ଆପଣଙ୍କୁ କହୁନି। ମୁଁ ଯୋଉଟା ମୋ ନଲେଜରେ ଯେତିକି ଅଛି ମୁଁ ସେଇଥିପାଇଁ କହୁଛି। ଏବେ ଯୋଉ ମାନଙ୍କର ସମସ୍ୟା ପଡୁଛି ସେଇଭଳିଆ ଜିନିଷ ପଡିଛି। ଆପଣଙ୍କ 4,000 ଟଙ୍କା ପଡିଛି, ଲୋକଙ୍କର 90,000 ଲକ୍ଷ ଟଙ୍କା ପଡିକି ଏମିତି ଅଛି, ତାଙ୍କର ହୋଲ୍ଡ ଲାଗିକି ରହିଛି। ବିଶ୍ୱାସ କରିବେନି, ଏବେ ରିସେଣ୍ଟଲି ସେଇ ଯୋଉ କଣ କାମାକ୍ଷାନଗର ଗୋଟେ ଲୋକର ସେ ମାନେ ତାର ଡରମାଟ ଥିଲା, ତାର କେବଳ ଏଇ ଯୋଉ 2,000 ଲେଖା କିଷାନ ପଇସା ଆଇଛି, ତାକୁ ବି ସେ ମନି ମୂଲ୍ୟ ପକେଇଛନ୍ତି। ତ ମୁଁ ମାନେ ତା ଘର କାମାକ୍ଷାନଗର ଭେରିଫାଇ କରିକି ଆଇଲି। ମତେ ଯେହେତୁ ଫିଲ୍ଡ ଭେରିଫିକେସନ ଦିଆ ହଉଛି, ତ ମୁଁ ସେଇଥିପାଇଁ ଆପଣଙ୍କ ସହିତ ଇଣ୍ଟ୍ରୋଡକ୍ସନ କଲି। ନାଇଁ ମୋ କହିବା କଥା ହେଲା, ଯୋଉମାନଙ୍କର ବି ଏବେ ବି ବନ୍ଦ ହଉଛି ସେମାନେ କଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଟା ତାଙ୍କର ଭୁଲ? ଆରେ ଶୁଣନ୍ତୁ, ବ୍ୟାଙ୍କରେ ସେମାନେ ବ୍ୟାଙ୍କ କଣ କରିଥିଲା ଆଗରୁ, ଯୋଉ ଏବେ କଣ କହୁଛି, ଏବେ ତ ଆକାଉଣ୍ଟ ଖୋଲିବାକୁ ସେମାନେ 5 ଲକ୍ଷ ଟଙ୍କା ନଉଛନ୍ତି, ନହେଲେ 50,000 ଚେକ୍ ନଉଛନ୍ତି। ଆଗରୁ ଯୋଉଠି ଆମେ 5-10ଟା ଆକାଉଣ୍ଟ ଖୋଲୁଛୁ, ସେଠି 1-2ଟା ଆକାଉଣ୍ଟ ଖୋଲିବା ପାଇଁ ଆମେ ଟପ୍ ହେଇଯାଉଛି। ତ ଆମେ କଣ କହୁଛନ୍ତି, ଯୋଉମାନେ ପୁରୁଣା ଆକାଉଣ୍ଟ ଯୋଉଗୁରା ଥିଲା, ଯୋଉଥିରେ ମନି ମୂଲ୍ୟ ରହୁଛି, ଏବେ ଢେଙ୍କାନାଳ ବ୍ରାଞ୍ଚରେ ଆକାଉଣ୍ଟ ଖୋଲିବା ବନ୍ଦ କରାଯାଇଛି। ଆଜ୍ଞା। କାହିଁକି ନା ଢେଙ୍କାନାଳ ମନି ମୂଲ୍ୟ ଆକାଉଣ୍ଟ ମାନେ ଏପ୍ରିଲ ପରେ ଆହୁରି ମନି ମୂଲ୍ୟ ଆକାଉଣ୍ଟ ପଇଲାଣି। ବ୍ୟାଙ୍କ ସେ ବ୍ରାଞ୍ଚ କୁ ମନା କରିଦଉଛି, ମାନେ ସେଣ୍ଟ୍ରାଲ ଅଫିସରୁ ଫୋନ ଆସୁଛି, ଏ ବ୍ରାଞ୍ଚରେ ଆକାଉଣ୍ଟ ଖୋଲ ହିଁ ନାହିଁ। ସେଠି ଖୋଲିବା ଆକାଉଣ୍ଟ ମାନେ 1 ଲକ୍ଷ ଟଙ୍କା ଫାଷ୍ଟ ଚେକ୍ ଦେବ। ଆପଣ କେତେବେଳେ ମୋ ସହିତ ପୁରା ଫ୍ରି, ଆଜି ଆପଣ ମତେ ଗୋଟେ କାମ କର, ମୁଁ ଫ୍ରି ହେଇଯା ବ୍ରାଞ୍ଚରେ, ମୁଁ ବ୍ରାଞ୍ଚରୁ ଗଲା ପରେ ଘରକୁ ଆପଣଙ୍କୁ ଫୋନ କରୁଛି ରାତିରେ, ମୁଁ ବୁଝେଇଦେବି ସବୁ ଜିନିଷ କଣ ଏଇଟା। ବୁଝିକି ଲାଭ କଣ? ଆପଣ ତ ତ ହେଦିନଠୁ ଆପଣ କହିଲେଣି, ଆଜି ଯୋଉଟା ମତେ କହୁଛନ୍ତି ଆଜି କି ଯୋଉ ମୁଁ ଜିନିଷଟା ଆପଣଙ୍କୁ କହିଲେ, ହାରାସମେଣ୍ଟ କଲି, ନାଇଁ ଯଦି ଆଜି ଯୋଉ ମୁଁ ଜିନିଷଟା ଆପଣଙ୍କୁ ମତେ ହାରାସମେଣ୍ଟ କହିଲେ, କରିଛି, ତାହେଲେ ମୋ ଏଣ୍ଡରୁ ମୁଁ ଶୁଣ, ସରି କହିଦଉଛି, ଆପଣ ଯାହା କରିବାର ଅଛି ନାଇଁ କରନ୍ତୁ। ନାଇଁ ସରି ଏଠି କହିବାର କଥା ଉଠିନି ମୋ। ନାଇଁ ନାଇଁ ଆପଣ ମତେ ନାଇଁ ହାରାସମେଣ୍ଟ କଲେ ଇଏ ଯେ, ଆପଣ ମତେ କଣ ହାରାସମେଣ୍ଟ କଲେ ମୁଁ କହିଦଉଛି ଯେ ମୁଁ ଆପଣଙ୍କୁ। ଆପଣଙ୍କୁ ସାହାଯ୍ୟ କରିବା କଥା କହିକି ସାହାଯ୍ୟ କଲିନି। ନାଇଁ 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 ଆଉ ସାହାଯ୍ୟ ଶୁଣନ୍ତୁ, ଆପଣ ତ ସବୁ କହି ମତେ ପଚାରୁଛନ୍ତି କଣ ବି? ନାଇଁ ଆପଣ ସେଇଭଳିଆ ଆପଣ ଆନ୍ସର ମତେ ଦଉଛନ୍ତି। ଶୁଣନ୍ତୁ, ଆପଣଙ୍କୁ ମୁଁ ସାହାଯ୍ୟ ମାଗିନଥିଲି। ନାଇଁ ଆପଣ ମତେ ବ୍ୟାଙ୍କକୁ ଡାକିଥିଲେ, ଶୁଣନ୍ତୁ ଟିକେ ସାର୍, ଆପଣ ମତେ ପଚାରୁଛନ୍ତି ତ ଶୁଣନ୍ତୁ। ବ୍ୟାଙ୍କକୁ ଡାକିଥିଲେ, ମୁଁ ବ୍ୟାଙ୍କ ଆପଣ କହିଲେ ବ୍ୟାଙ୍କକୁ ଥରେ ଆସନ୍ତୁ, ମ୍ୟାଡାମଙ୍କ ସହିତ କଥା ହୁଅନ୍ତୁ, ଯଦି କିଛି ହେଲା ମୁଁ ତାହେଲେ ସାହାଯ୍ୟ କରିବି। ତାପରେ ମତେ ବାଟରେ ମୋ ବ୍ୟାଙ୍କରୁ ଫେରିଲା ବେଳେ ମୋ ସହିତ ବାଟରେ ଯାହା ବି କିଛି କଥା ହେଲେ, ତ ମତେ ଆପଣ ନିଜ ତରଫରୁ କହିଥିଲେ ସାହାଯ୍ୟ କରିବେ ବୋଲି। କାରଣ ଆପଣ ସାହାଯ୍ୟ କରିବେ ବୋଲି ମୁଁ କେବେ ଭାବିନଥିଲି, କାରଣ ଯେହେତୁ ମ୍ୟାନେଜରଙ୍କ ହାତରେ ସବୁ କଥା ରହୁଛି, ଆପଣ ସାହାଯ୍ୟ କରିବେ ବୋଲି ମୁଁ ଭାବିନଥିଲି। କିନ୍ତୁ ନାଇଁ ଆପଣ ସାର୍ ଶୁଣନ୍ତୁ, ଶୁଣନ୍ତୁ ସାର୍ ଟିକେ ପଚାରିଲେ ଟିକେ ପ୍ଲିଜ ଶୁଣନ୍ତୁ। ତ ମୁଁ ଯେହେତୁ ମୁଁ ଜାଣିଛି ମ୍ୟାନେଜରଙ୍କ ହାତରେ, ତ ଆପଣ ସାହାଯ୍ୟ କରିବେ ବୋଲି ମୁଁ କେବେ ଭାବିନଥିଲି। କିନ୍ତୁ ଆପଣଙ୍କ ତରଫରୁ ଯେତେବେଳେ ଆପଣ ଭରସା ଦେଲେ ଯେ ଆପଣ ସାହାଯ୍ୟ କରିବେ, ତ ମୁଁ ବହୁତ ଆଶାବାଦୀ ଥିଲି। କିନ୍ତୁ ତାପରେ ମୋ ଫୋନ ରିସିଭ୍ କଲେଣି, ଆପଣ 2 ମାସ 2.5 ମାସ ତଳେ କହିଥିଲେ, ଠିକ ଅଛି, ମୁଁ ଆପଣଙ୍କ ଫୋନ ରିସିଭ୍ କଲେଣି, ଯୋଉଟା ମତେ ସେଇଟା ବେଶୀ ଖରାପ ଲାଗିଲା। ସାର୍ ଶୁଣନ୍ତୁ, ସାର୍ ଶୁଣନ୍ତୁ ଟିକେ ପ୍ଲିଜ, ମତେ ଆପଣ ସେଇଟା ଯୋଉ ଜିନିଷ କହୁଛନ୍ତି ସେଗୁରା ମୁଁ ଶୁଣିଲେ ମତେ, ମୁଁ ଯୋଉଟା କରିନି ଆପଣ ସେଇ କଥା ମତେ ନାଇଁ ନାଇଁ ଶୁଣନ୍ତୁ ସାର୍ ଆପଣ ପଚାରିଲେ 1 ମିନିଟ୍ ଟାଇମ ଦିଅନ୍ତୁ, ଆପଣ ଯାହା କହିବେ ମୁଁ ଶୁଣିବି। ଆପଣ ମତେ ଯେତେବେଳେ ସାହାଯ୍ୟ କରିବେ କହିକି ସାହାଯ୍ୟ କଲେଣି କି ଫୋନ ରିସିଭ୍ କଲେଣି, ଜଣକୁ ଆଶା ଦେଇକି ଜଣଙ୍କର ଆଶା ପୂରଣ କରିବାଟା ହଉଛି ତାକୁ ହାରାସମେଣ୍ଟ କୁହାଯାଏ। ଆପଣଙ୍କୁ ମୁଁ ସାହାଯ୍ୟ ମାଗିନଥିଲି। ହଉ ଠିକ ଅଛି ସାର୍, ଠିକ ଅଛି, ଆପଣ ଯଦି କହିଲେ ମୁଁ ତାହେଲେ ଭୁଲ କରିଛି, ତାହେଲେ ଠିକ ଅଛି। ଆଉ ସାହାଯ୍ୟ କହିଲେ କରିବେ, କିନ୍ତୁ ତାପରେ ଆଭଏଡ କଲେ। ହଁ ମୁଁ ଆଭଏଡ କରିନି, ମୁଁ 10 ଦିନ ଛୁଟିରେ ଥିଲି, ମୁଁ ଫୋନ ଠିକ ଉଠେଇନି। ଅଛି ଓକେ ସାର୍ ଥ୍ୟାଙ୍କ ୟୁ।